ତାହା ସମସ୍ତଙ୍କୁ ଟିକେ ଜଣେଇବେ ଯେ ମୁଗ ଚାଷ କଲେ କେତେ କିସ ଲାଭ ଅଛି ଏବଂ ସରକାରୀ ସୁବିଧା କ'ଣ ଅଛି ଚାଷ କରିବା ପାଇଁ। ମୁଗ ଚାଷ ମୋର ନାଁ ହେଉଛି ସାହେବା ସିଂ, ଆମ ଘର ହେଉଛି ଲକ୍ଷ୍ମୀପୁର, ଆଉ ଆମ ଗ୍ରାମ ପଞ୍ଚାୟତ ହେଉଛି ସିନ୍ଦୁରଗୋରା। ମୁଁ ବହୁତ ଦିନରୁ ମୁଗ ଚାଷ କରି ଆସିଛି, କିନ୍ତୁ ଆମର ଏଠି ପାଣିର ସୁବିଧା ନାହିଁ। ମୁଗ ଯଦି ଠିକ୍ ସମୟରେ ପାଗରେ ଯଦି ମୁଗ ବୁଣିବା ଆମେ ହେବ, ଆଉ ଠିକ୍ ପାଗରେ ନ ବୁଣିଲେ ଆଉ ମୁଗ ହେବନି। ଆଉ ଆମର ପାଣି ବି ତ ଆସୁନାହିଁ, ଠିକ୍ ସମୟରେ ଆସୁନାହିଁ। ଏଟା ଯେତେବେଳେ ଆମର ମହାରାଜା ଯିଏକି ରାମଚନ୍ଦ୍ର ଭଞ୍ଜନା କିଏ ସେ ବାନ୍ଧିଥିଲା ବନ୍ଧ, ଆଉ ତ ସରକାର କୌଣସି ଆଉ ବନ୍ଧ ଦୌରା କରୁନାହିଁ। ଆଉ ସେଇ ଦୋଷରୁ ଆମେ ଆଉ କୌଣସି ଚାଷ କରିପାରୁନାହାନ୍ତି। ଯଦି ବନ୍ଧଟା ଆଉ ଦୌରା ଆମର କରାଯାଏ ତାହେଲେ ଆରାମସେ ଆମର ଚାଷ ହେବ। ଧାନ ପରେ ଗହମ, ଗହମ ପରେ ମୁଗ, ଯିଏ ମନ ଇଚ୍ଛା ଲଗାଇ ପାରିଲା ସେଇ ଚାଷ ହେବ। ବର୍ତ୍ତମାନ କେତେ ଏକର ଜମିରେ ଚାଷ କରୁଛନ୍ତି ମୁଗ ଚାଷ? ମୋର ଏ ବର୍ଷ ଦେଇଛି 4 ମାଣ ଖଣ୍ଡେ ଦେଇଛି। ଆଚ୍ଛା, ମୁଗ ଚାଷରେ ସରକାରୀ ସୁବିଧା କ'ଣ ମିଳୁଛି ବ୍ଲକରେ କି ଆଉ? ସୁବିଧା ତ କିଛି ମିଳୁନି, ଆଉ ଠିକ୍ ସମୟରେ ଆମକୁ ଦେଉନାହାନ୍ତି। ଆଉ କି କରିବା, ମୁଁ ଏକା କିଣିକି ଆଣି ମୁଁ 19 କିଲୋ 20 କିଲୋ ଆଣିକି ମୁଁ ବୁଣିଛି। ଏ ଯେ ମୁଗ ଗୁଡ଼ାକୁ ଦେଉଛନ୍ତି ଆମକୁ ଠିକ୍ ଟାଇମ୍ରେ ମାନେ ଦେଉନାହାନ୍ତି, ଆଉ କେମିତି ଚାଷଟା ହେବ କ'ଣ? କେତେ ମୁଗ ବାହାରିବ? କେତେ ଧର ଚାଷ ସରିଲା ପରେ ମୁଗ ଉଠେଇ ସାରିଲା ପରେ ଯେ କେତେ ମୁଗ ହେବ, କେତେ ଲାଭ କେତେ କିଲୋ ବାହାରିବ? ଲାଭ ବାହାରିବ ଯେ ସେରକମ ଟିକେ ପ୍ରାକୃତିକ ବର୍ଷା ହେଲେ ଠିକ୍ ସମୟରେ ହେଲେ ଯାଇ ହେବ। ଆଉ ଏସବୁ ଘରେ ଖାଆନ୍ତି ନା? ନା, ମୁଁ ବିକ୍ରି କରିଦିଏ, ଘର ପାଇଁ ରଖିଦିଏ, ଦେଇକିରି ମୁଁ ବିକ୍ରି କରିଦିଏ। କ'ଣ କହିବେ ଯେଉଁମାନେ ଧର ଚାଷ କରୁନା, ବିଲ ଶୁଖିଲା ପକେଇଛନ୍, ସେମାନଙ୍କୁ ପ୍ରାକୃତିକ ବର୍ଷା ପାଣି ହେଉ କି ଆଉ କିଛି ବ୍ୟବସ୍ଥାରେ ମୁଗ ଚାଷ ପାଇଁ କ'ଣ କହିବେ ଅନ୍ୟ ଚାଷୀଙ୍କୁ? ସେମାନେ ତ କରୁନାହାନ୍ତି, ଆଉ ମୁଁ କ'ଣ କରିମି? ଆଉ ମୁଁ ସେଇଟାକି ମୁଁ ପ୍ରତିବର୍ଷ ମୁଁ ଚାଷ କରେ। ମାନେ ବିନା ପାଣିରେ ହଁ ବି ବର୍ଷା ହେଇପାରିବ, ହଁ ଚାଷ ହେଇପାରିବ? ହଁ, ସେରକମ ଟାଇମ୍ରେ ବୁଣିତେ ହେବ, ବାକି ପାଗ ଦେବ। ଆଉ ସରକାର ତ ଠିକ୍ ସମୟରେ ଆମକୁ ଦେଉନାହାନ୍ତି, ସେ ନେଇକି ମୋର କିଣିକି ବୁଣେ ମୁଁ। ବହୁତ ବହୁତ ଧନ୍ୟବାଦ ମଉସା, ଯାହା